ଯେତିକି ପାଖେଇ ଆସୁଛି ନୂଆପଡ଼ା ଉପନିର୍ବାଚନ ସେତିକି ସରଗରମ ହୋଇ ଉଠୁଛି ନୂଆପଡ଼ା ନିର୍ବାଚନ ମଣ୍ଡଳୀ। ସମସ୍ତ ରାଜନୈତିକ ଦଳମାନେ ନିଜର ପ୍ରଚାର ପ୍ରସାରକୁ ଜୋରଦାର କରିବା ସହ ଘରକୁ ଘର ବୁଲି ଭେଟୁଛନ୍ତି ଭୋଟରମାନଙ୍କୁ। ତେବେ ଦଳୀୟ ପ୍ରଚାରକୁ ନେଇ ବେଶ୍ ଆଗରେ ରହିଛି ଭାରତୀୟ ଜନତା ପାର୍ଟି। ନିଜ ଦଳର ପ୍ରାର୍ଥୀ ଜୟ ଢୋଲକିଆଙ୍କ ସପକ୍ଷରେ ଜନମତ ସୃଷ୍ଟି କରିବା ପାଇଁ ଚଳାଇଛି ଜୋରଦାର ପ୍ରଚାର। ଭାଜପାର ବିଧାୟକ, ମନ୍ତ୍ରୀ ଏବଂ ବିଭିନ୍ନ ଅଞ୍ଚଳର ତୁଙ୍ଗ ନେତୃତ୍ୱମାନେ ଡେରା ପକାଇଥିବା ବେଳେ ରୋଡ୍ ଶୋ ମାଧ୍ୟମରେ ଚଳାଇଛନ୍ତି ନିଜର ପ୍ରଚାର। ତେବେ ନୂଆପଡ଼ା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳରେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଜୁଏଲ ଓରାମ, ମାଳବିକା ଦେବୀ, ସାଂସଦ ବିଭୁ ପ୍ରସାଦ ତରାଇ, ବିଧାୟକ ଆକାଶ ଦାସ ନାୟକ, ବିଧାୟକ ପ୍ରଶାନ୍ତ ଜଗଦେବ, କେନ୍ଦୁଝର ସାଂସଦ ଅନନ୍ତ ନାୟକ, ଅଭିନନ୍ଦନ ପଣ୍ଡା ଏବଂ ତାଙ୍କ ସହ ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ନାରୀ ନେତ୍ରୀ ତୃପ୍ତିମୟୀ ଜେନାଙ୍କୁ ପ୍ରଚାର ମଇଦାନରେ ଦେଖିବାକୁ ମିଳିଛି। ତାଙ୍କୁ କାଣାଭୋଇରୀ ମଣ୍ଡଳର ଗୁଡ଼ାଫୁଲା ପଞ୍ଚାୟତର ଦାୟିତ୍ୱ ମିଳିଥିବା ବେଳେ ସେ ଭୈରଭାଡ଼ି, କୋଦମେରୀ ଏବଂ ବୀରମାଲ ପଞ୍ଚାୟତରେ ପ୍ରଚାର ଏବଂ ପ୍ରସାରରେ ମଧ୍ୟ ଭାଗ ନେଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଭିକ୍ଷା କରୁଥିବାର ଦେଖାଦେଇଛି।